କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ବସ୍ତି ରାଜୀବ ବିହାର ନିକଟରେ ଆଜି ଏକ ଟ୍ରାକ୍ଟର ଡାଲା ଓଲଟିବା ଫଳରେ ଡାଲା ଉପରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ 25 ଊର୍ଦ୍ଧ୍ୱ କଂକ୍ରିଟ ପିଲର ଲୋଡ୍ ହୋଇ OD09AD 3239 ନମ୍ବର ବିଶିଷ୍ଟ ଉକ୍ତ ଟ୍ରାକ୍ଟର ଅସୁରକ୍ଷିତ ଅବସ୍ଥାରେ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତାହାର ଡାଲା ଓଲଟି ପଡ଼ିଥିଲା। ଫଳରେ ଡାଲାରେ ବସିଥିବା ରାଜା ହେମଲମ୍ ଉପରେ 15ରୁ ଊର୍ଦ୍ଧ୍ୱ କଂକ୍ରିଟ ପିଲର ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସଞ୍ଜୟ ତିର୍କୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବଡ଼ବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ମାରିଛି। ଏଠାରେ ସୂଚନା ଥାଉ କି ସହରରେ ଅନେକ ଟ୍ରାକ୍ଟର ମାଲିକ ଦକ୍ଷ ଡ୍ରାଇଭରଙ୍କୁ ନ ରଖି ଅନୁଭବ ନଥିବା ଡ୍ରାଇଭରଙ୍କୁ ଟ୍ରାକ୍ଟର ଚଳାଇବା ପାଇଁ ଦେଉଛନ୍ତି। ଏହା ବ୍ୟତୀତ ଏହି ଟ୍ରାକ୍ଟର ଡାଲାରେ ଲୋକଙ୍କୁ ବସାଇ ଦ୍ରୁତ ଗତିରେ ଯା ଆସ କରୁଛନ୍ତି। ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବଡ଼ବିଲରୁ ଖଳେନ୍ଦ୍ର ସୋମାଙ୍କ ରିପୋର୍ଟ, ଲାକିଟ୍ ନ୍ୟୁଜ ଓଡ଼ିଆ।